କୁଆଡେ ବାହାରିଲେ ଆପଣ? କୁଆଡେ ବି ନାହିଁ, ବାସ୍ ଏମିତି ବାହାର ଟିକେ ସାଙ୍ଗସାଥି ମାନଙ୍କ ସାଙ୍ଗରେ ବୁଲାବୁଲି କରିକି ଆସିବି। ମିଛ କଣ ପାଇଁ କହୁଛ? ସତ କଥା କହୁନ, ସାଙ୍ଗମାନଙ୍କ ସହିତ ମଦ ପିଇବା ପାଇଁ ଯାଉଛ ବୋଲି। ତମ ଡ୍ରାମା ବନ୍ଦ କର। ଯୁଆଡେ ଗୋଟେ ଖୁସି ମନରେ ଗଲା ବେଳକୁ ତମ ନାଟକ ସବୁବେଳେ ଆରମ୍ଭ ହେଇଯାଉଛି। ମୁଁ ନାଟକ କରୁନି, ଏବେ 2 ମାସ ହେଲା ତମେ ଘରେ ନାଟକ କରୁଛ। ବୁଝିଲି, ଏବେ 2 ମାସ ହେଲା ମୋ ଚାକିରି ଚାଲି ଯାଇଛି, ମୋ ପାଖରେ ଟଙ୍କାଟେ ହେଲେ ବି ନାହିଁ। ହେଲେ କିନ୍ତୁ ତମେ ଏମିତି ବର୍ଷା କହିବ ବୋଲି ମୁଁ ତମଠୁ କେବେ ଆଶା କରିନଥିଲି। ମୁଁ ବି ତମଠୁ କେବେ ଆଶା କରିନଥିଲି ଘରୁ ପଇସା ଚୋରି କରିକି ନେଇକି ସାଙ୍ଗମାନଙ୍କ ସହିତ ମଦ ପିଇବ ବୋଲି। ପାଗଳ ହେଇଯାଇଛ ତମେ। ମୁଁ ପୁଣି ଚୋରି କରିବି, ପୁଣି ଆମ ଘରୁ। ମୁଁ ଅଛି, ନିଅ ଦେଖ। ଏମିତି ତମେ କଣ ପାଇଁ କଲ? ଆଉ କଣ କରିଥାନ୍ତି? ପଇସା ନଥିଲେ ମୋ ସାଙ୍ଗରେ କୋଉ ସାଙ୍ଗ କଣ ପାଇଁ ମିଶିବ? ଏବେ ବୁଝିଲ ନା, ବାହାର ଦୁନିଆରେ ଚଳିବାକୁ ହେଲେ ପଇସା ଦରକାର, ଆଉ ପରିବାର ସହିତ ଚଳିବାକୁ ହେଲେ ମନରେ ଭଲ ପାଇବା ଦରକାର। ମୁଁ ତମକୁ ପଇସା ରୋଜଗାର କରିବା ପାଇଁ ବାଧ୍ୟ କରୁନି। ଆମ ପାଖରେ ଯେତିକି ପଇସା ଅଛି ସେତିକିରେ ଆମେ ଖୁସିରେ ଚଳିପାରିବା। ହେଲେ ପ୍ଲିଜ ଏମିତି ବାର୍ତ୍ତାରେ ସାଙ୍ଗମାନଙ୍କ ସହିତ ମିଶିକି ନିଜକୁ ଖରାପ କରନି। ମୁଁ ପ୍ରମିସ୍ କରୁଛି, ଆଜି ପରଠୁ ଆଉ ଏମିତି କେବେ ବି କରିବନି। ତମେ ହିଁ ମୋର ବନ୍ଧୁ, ଆଉ ତମେ ହିଁ ମୋର ବାନ୍ଧବୀ। ଆପଣମାନଙ୍କ ପାଖରେ ଯଦି ଏ ଭିଡିଓ ପହଞ୍ଚିଛି, ତାହେଲେ ଆପଣମାନେ ବି ଚେଞ୍ଜ ହୁଅନ୍ତୁ, ଆଉ ଗୋଟେ ସେୟାର କରି ଆପଣଙ୍କ ସାଙ୍ଗମାନଙ୍କୁ ବି ଚେଞ୍ଜ କରନ୍ତୁ।